ଯାଜପୁରରେ ଦେଖିବାକୁ ପାଇବେ ଦ୍ୱିତୀୟ କେଦାରନାଥ। ବାବା କେଦାରନାଥ ସ୍ୱୟଂ ଏଠାରେ ବିରାଜିତ ଅଛନ୍ତି। ଏତିକି ମାତ୍ର ଫରକ ଦେଖିବାକୁ ମିଳେ ଉତ୍ତରାଖଣ୍ଡରେ ବାବା କେଦାରନାଥ ବରଫ ଆଚ୍ଛାଦିତ ପାହାଡ଼ ଘେରି ରହିଥିବା ବେଳେ ମନ୍ଦିରଟି 6 ମାସ ଖୋଲା ରୁହେ ଏବଂ 6 ମାସ ବନ୍ଦ ରୁହେ। କିନ୍ତୁ ଏଠି ଚିର ସବୁଜ ବନାନୀ ଘେରା ପାହାଡ଼ର ମଧ୍ୟଭାଗରେ ମନ୍ଦିରଟି ଅବସ୍ଥିତ। ଆଉ ଏଠି ବର୍ଷ ସାରା ଭଗବାନଙ୍କର ଦର୍ଶନ କରନ୍ତି ଭକ୍ତ। ଉତ୍ତରାଖଣ୍ଡରେ କେଦାରନାଥ ଏବଂ ଏଠି ଜଗତେଶ୍ୱର ମହାଦେବଙ୍କର ନାମରେ ପରିଚିତ। ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକର ବରାଙ୍ଗ ଅଞ୍ଚଳରେ ଏହି ମନ୍ଦିରଟି ଅବସ୍ଥିତ। ଭକ୍ତମାନେ ଦେବଦେବ ମହାଦେବଙ୍କୁ ଦର୍ଶନ କରିବା ସହ ଉତ୍ତରାଖଣ୍ଡର କେଦାରନାଥ ମନ୍ଦିରକୁ ଅନୁଭବ କରିପାରୁଛନ୍ତି। ଏହା ବଡ଼ଚଣା ବ୍ଲକରୁ 10 କିଲୋମିଟର, ଧନମଣ୍ଡଳ ଷ୍ଟେସନରୁ 4 କିଲୋମିଟର ଏବଂ ଛତିଆରୁ 14 କିଲୋମିଟର ଦୂରରେ ଅବସ୍ଥିତ।